নীলমাধব নীল ଦଧିବାମନଙ୍କର ଚତୁର୍ଦ୍ଧା ମୂର୍ତ୍ତି ବଳଭଦ୍ର ଜଗନ୍ନାଥ ସୁଭଦ୍ରା ସୁଦର୍ଶନ ମାନସ ପଟରେ ସାଷ୍ଟାଙ୍ଗ ଦଣ୍ଡବତ ବିଶ୍ୱର ଶାନ୍ତି କାମନା କରୁଛି। ବିଶ୍ୱ ଯୁଦ୍ଧ ବିମୁକ୍ତ ହେଉ, ଧ୍ୱଂସାସ୍ତ୍ର ବିମୁକ୍ତ ହଉ, এই প্রার্থনা দধিবামনଙ୍କ ପାଦ ତଳେ ଇଏ ସେବକ ନିବେଦନ ଯେଉଁମାନେ ବଳିଆକୁ ଇଏ ସେବକକୁ ଯେଉଁମାନେ ସ୍ୱାଗତ କରିଛନ୍ତି, ପୁଷ୍ପମାଲ୍ୟ ଦେଇଛନ୍ତି, ଯେଉଁ ନନା ଗୋସାଇଁ ମାନେ ବ୍ରାହ୍ମଣ ଶାସନର ବ୍ରାହ୍ମଣ ଠାକୁର ମାନେ ବଳିଆକୁ ଆଶୀର୍ବାଦର ସୁମନ ଅର୍ପଣ କରିଛନ୍ତି, ଯେଉଁମାନେ ଏଇଭଳିଆ ଏକ ମହତ୍ କାର୍ଯ୍ୟକୁ କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ସଂକଳ୍ପ ନେଇଛନ୍ତି ମଧ୍ୟ ସମସ୍ତ ଉଦ୍ୟୋକ୍ତା ମାନଙ୍କୁ, ଦାତା ମାନଙ୍କୁ, ଶ୍ରୋତା ମାନଙ୍କୁ, ଦର୍ଶକ ମାନଙ୍କୁ ଏ ସେବକ शुभेच्छा जनाऊँगी।
ସ୍ନେହପୂର୍ଣ୍ଣ ଶୁଭେଚ୍ଛା ସହ ନମ୍ର ନିବେଦନ କରୁଛି ସର୍ବେ ଭବନ୍ତୁ ସୁଖୀ। ପ୍ରକୃତରେ ଇଏ ଗୋଟେ ଶୀତ ସନ୍ଧ୍ୟା। ଏ ଅଞ୍ଚଳକୁ ବଳିଆ ପ୍ରଥମ କରି ଆସୁଛି। ଯଦିଓ ମା ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଅନେକ ଥର ଆସିଛି। ଆନନ୍ଦପୁରର ଜଗନ୍ନାଥଙ୍କ ମନ୍ଦିରରେ 3 ଦିନ ଗୀତାର କଥା ମଧ୍ୟ କହିଛି। ଏ ଯୋଉ ଶିବ ମୂର୍ତ୍ତି କୁଶଳେଶ୍ୱରଙ୍କୁ ଦର୍ଶନ ବି ଥରେ କରିଛି। ଶୈଳଙ୍ଗ ପାହାଡ଼ର ବାୟାପା ଗଳାଙ୍କର ଆଶ୍ରମରେ ମଧ୍ୟ ସେଠି ମଧ୍ୟ କିଛି କାର୍ଯ୍ୟକ୍ରମ ମଧ୍ୟ ହେଇଛି। ଏଇଭଳି ଭାବରେ ବିଭିନ୍ନ ସ୍ଥାନରେ ବାତରେ ମଧ୍ୟ କାର୍ଯ୍ୟକ୍ରମ ହେଇଛି। କିନ୍ତୁ ଏ ଅଞ୍ଚଳକୁ ମୁଁ କେବେ ଆସିନଥିଲି। କିନ୍ତୁ ବହୁତ ଦିନରୁ ନିମନ୍ତ୍ରଣ ପାଉଥିଲି, ସଦାର ନିମନ୍ତ୍ରଣ। ଆମେ କୁଶଳେଶ୍ୱରଙ୍କ ଅଞ୍ଚଳରେ ବା ନିକଟରେ ଗୋଟିଏ କାର୍ଯ୍ୟକ୍ରମ କରିବୁ, ବାବା ଯିବେ। সকল তোমারই ইচ্ছা, ইচ্ছাময়ী তারা। শক্তি নাহি বৎস তাহারি জগতে, নিয়তিকু নেব নিজ ইচ্ছা। ইয়ে সংসার যেপরি থিলা, আজি যেপরি অছি, আগামী দিন পাই যেপরি রহিব, ସବୁ ମୂଳରେ ସେ ଗୋଟିଏ ଇଚ୍ଛା। ସେ ହେଉଛନ୍ତି ସର୍ବଶକ୍ତିମାନ ଅଦୃଶ୍ୟ ଜ୍ୟୋତିର ଇଚ୍ଛା, ଅଦୃଶ୍ୟ ସତାର ଇଚ୍ଛା। ସେ ଅଛନ୍ତି କିନ୍ତୁ ଆମ ଆଖିକି ଟିକେ ଦେଖାଯାଉନାହାନ୍ତି ବୋଲି ଆମେ ତାଙ୍କୁ ଭାବୁଛୁ ନିରାକାର। କିନ୍ତୁ ନିରାକାର ଶବ୍ଦଟି ଗୋଟେ ଶବ୍ଦ ହେଇପାରେ, ତାର ଅର୍ଥ କିନ୍ତୁ ଆମେ ଯେମିତି ଭାବୁ ପ୍ରକୃତରେ ସେମିତି ଅର୍ଥ ମତେ ଠିକ ଲାଗେ। ଯିଏ ଅଛନ୍ତି, ଯିଏ ଥିଲେ, ଯାହାଙ୍କୁ ପାଇବା ପାଇଁ ବା ଯାହାଙ୍କର କୃପା ପରଶ ଟିକେ ଲାଭ କରିବା ପାଇଁ ଆଜି ବି ଯୋଗୀ ମୁନି ଋଷି ମାନେ ଧ୍ୟାନ କରୁଛନ୍ତି ଏବଂ ତାଙ୍କର ସତ୍ତାକୁ ଉପଲବ୍ଧି କରୁଛନ୍ତି। ସେ ନିରାକାର ହେଲେ କିପରି? ସେ ଅଲେଖ ହେଲେ କିପରି? କିନ୍ତୁ ସେ ଏକ, ସେ ଅଦ୍ୱୈତ, ଇଏ କଥାରେ କଳିଆର ବିଶ୍ୱାସ ଅଛି। ନିରାକାର ସେ ମୋ ପାଇଁ ହଉଛନ୍ତି ସାକାର। କାରଣ ଇଏ 60 ବର୍ଷର ଆଧ୍ୟାତ୍ମିକ ଜୀବନରେ ମୁଁ 60 ଥର ନହେଲେ ବି ଅନେକ ଥର ସେଇ ଅଦୃଶ୍ୟ ଜ୍ୟୋତିଙ୍କୁ ଦର୍ଶନ କରିଛି। ସେ ମତେ କଥା କହିଛନ୍ତି। ମୋ ନାଁ ବଳିଆ ବୋଲି ସିଏ ଦେଇଥିଲେ। ମୋ ନାଁ ଗୁରୁ ଦେଇଥିଲେ ବଳରାମ ଦାସ। ସେଇ ଅଦୃଶ୍ୟ ଜ୍ୟୋତିଙ୍କୁ ମୁଁ ଉପଲବ୍ଧି କରେ। ସିଏ ହଉଛନ୍ତି ସାକାର। ସେଇ ସାକାର ଅଦୃଶ୍ୟ ଜ୍ୟୋତିଙ୍କର ଧ୍ୱଜା ବା ପତାକା ସମଗ୍ର ବିଶ୍ୱରେ ଉଡୁଛି। ଜଗନ୍ନାଥଙ୍କ ମନ୍ଦିର ଏକ ମହାନ ଧ୍ୱଜା। ଯାହା ଆମେ ଦେଖୁଛୁ, କୋଉଠି ମସଜିଦ ଦେଖୁଛୁ, କୋଉଠି ଚର୍ଚ୍ଚ ଦେଖୁଛୁ, କୋଉଠି ଗୁରୁଦ୍ୱାର ଦେଖୁଛୁ,
कोटि बुद्धंक मंदिर देखुचु महावीर जैनक मंदिर देखुचु ये सबू होउचंती निराकार साकार ध्वजा यार आउ गोटे संक्षिप्त कथा मु कहया चाहूँगी भावुची कहवाई माने चिंतन करेंगे ये तो शिक्षाविद अंचल बहु शिक्षक माने बहु शिक्षाविद माने अंचल अच्छा मो देहटा हूँ साकार कि मो देह भितर जो आत्मशक्ति रही मुझे देखी पारुनी मुझे कहूँ निराकार तेरे प्रतिटी जीवन होउची बलिया निराकार मध्य साकार साकार मध्य निराकार आम सब मूर्ति को पूजा करूँ किंतु मूर्ति को पूजा करूँ मूर्ति मान को पूजा करूँ मूर्ति माध्यम पूजा करूँ मूर्ति रे पूजा करूँ आमे काष्ठ को पूजा करूँ काष्ठ रे आमे पाषाण को पूजा करूँ पाषाण रे पूजा करूँ जदि से काष्ठ रे अछंती पाषाण रे अछंती तरु रे अछंती तृण रे अछंती से निराकार हेले केमी केवल अदृश्य बोली आमे ताको निराकार जाको भागवत कहले काष्ठ पाषाण तरु जगन्नाथ निराकार जगन्नाथ निराकार प्रकार जगन्नाथ अंतर मूर्ति निराकार से काठ मध्य पूजा पाउछ गोटे काठर मूर्ति रे पूजा करूछ पाषाण आमे कुशलेश्वर मूर्ति होउची गोटे पत्थर रे तैयारी किंतु से पत्थर रे आमे कुशलेश्वर को पूजा करूँ तेणु सी होती साकार तरु गीतार कहले वृक्ष मानक मध्य अस्वस्थ तेरे जेते गछ ये दुनिया रे अच्छी सी होती साकार सी अम्लजान दौरान आमे बंची जदि से अम्लजान नदेवे आमे मर आम अंगारकाम्ल को सी ग्रहण कर शब्द वाक्य साकार निराकार अद्वैत द्वैत निराकार ये सब आम कहूँ बुझा गले ये जहाँ आम देखुचु सबू होती निराकार पवित्र मूर्ति ये दधिवामन को पूजा करूँ दधिवामन किए काली कही पुणी टे मन पकई दौची दधिवामन नीलार गोटे गोटे कथा खाली मोर मन पड़ुची जशमती जननी दधि मंथन करुचंती पुआ को गीत गाई शुआई देइचंती पुआ किंतु सोई नांती दधि मंथन निनादेई तृप्त निद्रा प्रभाते कृष्णंकर निद्रा भंग हला बाकी सोई तो नथि से दही गुड़िक मंथन करी लहुणी गुड़िक गोटे पात्र रखुले
କୃଷ୍ଣ ନୁଚି ନୁଚି ଆସିକିରି ଆଣ୍ଠେଇ ଆଣ୍ଠେଇ ଆସି ସେ ବାଳ ଗୋପାଳ ମୂର୍ତ୍ତି ସେ ଲହୁଣୀ ଗୁଡାକ ସବୁ ମାଖନକୁ ଖାଇବାକୁ ଲାଗେ। କିଛି ମାଖନ ଖାଇଲେ, କିଛି ମାଖନ ଗାଲରେ ମୁଣ୍ଡରେ ଲାଗିଗଲା। ଯଶୋମତୀ ପଛକୁ ଚାହିଁଲେ, କିଏ ଗୋଟେ ଏମିତି ଖସଖସ ଉପରେ ଚାଲବୁଲ କରୁଛି। ଦେଖିଲେ ତାଙ୍କରି ପୁଅ କାହ୍ନା ଖାଉଛି। କି ସୁନ୍ଦର ଦେଖାଯାଉଛି। ମୋ ପୁଅ ତ ସୁନ୍ଦର, କିନ୍ତୁ ମୋ ପୁଅ ଆଜି ଯୋଉ ଦହି ଲହୁଣୀରେ ଯୋଉ ସଜ୍ଜିତ ହେଇଛି, ଏ ତ ଆହୁରି ସୁନ୍ଦର ହେଇଯାଇଛି। ତୀରପ୍ରୟ ନିଧି ବୃକ୍ଷ ନିବାସ ହାସ୍ୟ କଟାକ୍ଷସ ଭକ୍ତି ଶ୍ୟାମଳ ସୁନ୍ଦର ଏଇଠି ସେ ଦଧିବା ମନ ହେଲେ। ଇଏ ହଉଛି ପୌରାଣିକ ଉପାଖ୍ୟାନର ଗୋଟିଏ ଛୋଟିଆ କିମ୍ବଦନ୍ତୀ। କିନ୍ତୁ ଦଧିବାମନ କହିଲେ ସମଗ୍ର ଜଗତ ହିଁ ଦଧିବାମନ। ପରମାତ୍ମା ପରମେଶ୍ୱରଙ୍କ ଶ୍ରୀମୂର୍ତ୍ତିକୁ ଧ୍ୟାନ କରି 3 ଜଣ ବ୍ୟକ୍ତି ବସିଛନ୍ତି ଧ୍ୟାନରେ। ଯେମିତି ଶୈଳଙ୍ଗ ପାହାଡ଼ରେ ବାୟା ପାଗଳା 2 ଜଣ ଯାକ ବସି ଧ୍ୟାନସ୍ଥ ହେଇଥିଲେ। ସେଇଠୁ ସେ କୃପା ପାଇଥିଲେ। ସେମିତି ମଣିଷ ଭଳି ଦେଖାଯାଉଥିବା 3ଟି ମଣିଷ ଭଳି ତାଙ୍କର ମଣିଷର ରୂପ, କିନ୍ତୁ ସ୍ୱଭାବ ଅଲଗା। ଇଏ 3ଟି ମଣିଷ ଆଖି ବୁଜି ଧ୍ୟାନ କରୁଛନ୍ତି। ସେ ପରମାତ୍ମା ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହୁଛନ୍ତି। ସେ ମନ୍ତ୍ରଟି କଣ? ଗୀତାରେ ଲେଖା ଅଛି, ଓମିତ୍ୟେକାକ୍ଷରଂ ବ୍ରହ୍ମ ଗାହାରଂ ମାମନୁସ୍ମର ଜପ୍ରୟାତି କେତନ ଦେହ ସଜାତି ପରମାଂ ଭଳି। ଓମ୍ ଶବ୍ଦର ଅର୍ଥ ହେଉଛି ଅଯୁକ୍ତ ଉଯୁକ୍ତ ମ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଉତ୍ପତ୍ତି ସ୍ଥିତି ପ୍ରଳୟ ଜନ୍ମ କର୍ମ ମୃତ୍ୟୁ। ଆଉ ଓମ୍ ହଉଛି ଭଗବାନଙ୍କୁ ଆମେ କଣ ଡାକିବା? ହୋ ଭଗବାନ ଏମିତି ଡାକିପାରିବାନି। ଇଏ କୁଆଡେ ଗଲ ଭଗବାନ ଶୀଘ୍ର ଆସ ଏମିତି କହିପାରିବାନି। ତେଣୁ ସନ୍ଥ ମାନେ ହନ୍ଥ ଶ୍ରୀ ମାନେ ଗୋଟିଏ ଅକ୍ଷର ଏକାକ୍ଷରକୁ ଜପ କରିବାକୁ କହିଛନ୍ତି, ଡାକିବାକୁ କହିଛନ୍ତି। ଭାଗବତରେ ମଧ୍ୟ କହିଲେ, সকল মন্ত্র মধ্যে সার ସଜ୍ଜନ କଥାଟି ହେଲା, ଇଏ 3ଟି ମଣିଷ ପଦ୍ମାସନ କରି ସମାସନ କରି
ତାକୁ ଭାଗବତ କହୁଛନ୍ତି। ସମଆସନେ ବସି ଧୀରେ ବ୍ୟକ୍ତି ଆସନରେ ବସି ସମାସନ ଗୋଟେ ଆସନ ଅଛି, ଚକାସନକୁ ବି ସମାଧାନ କୁହାଯାଇପାରେ, ପଦ୍ମାସନକୁ ବି ସମାଧାନ କୁହାଯାଇପାରେ, କିନ୍ତୁ ସମାଧାନ ବି ଗୋଟେ ଆସନ ଅଛି। ଆଚ୍ଛା, ଇଏ 3 ଜଣ ବ୍ୟକ୍ତି ବସିକିରି ସେ ପରମେଶ୍ୱର ପରମାତ୍ମାଙ୍କୁ ଡାକୁଛନ୍ତି। ଖାଲି ଡାକୁନାହାନ୍ତି, ତାଙ୍କ ନିବେଦନ ବି କହୁଛନ୍ତି। ନିବେଦନଟି କଣ? ପ୍ରଭୁ ଆମକୁ ଜନ୍ମ ଦେଲ, ଆମେ ଜନ୍ମ ହେବା ପରେ କିଛି ନା କିଛି କର୍ମ ବି କରୁ, ଏବେ ଆମେ ଉଦ୍ଧାର କେମିତି ହବ? ତମ ଠାରୁ ଆମେ ଆଇଲୁ, ପୁଣି ତମ ପାଖରେ ପହଞ୍ଚିବୁ କେମିତି? ସେ ବାଟଟା କଣ? କାଲି ବାବୁ ଆମର କହୁଥିଲେ, ଆନନ୍ଦ ବାବୁଜୀ ସୁନ୍ଦର ଭାବରେ ସେ ଶୋକଟି କହୁଥିଲେ, ନ ତତ୍ ଭାଷୟତେ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦଗତ୍ୱାମ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମୈବାଂଶ ଜୀବ ଲୋକେ ଜୀବଭୂତ ସନାତନ ଘନସପ୍ତରିନ୍ଦ୍ରିୟା ପ୍ରକୃତି। ये श्लोक कहले कौन समझे बुझे ना कौन करेंगे? तेणु अच्युतानंद महापुरुष अच्युतानंद को गोटे पदरे कहले, सुंदर कर कहले, गीता भागवत पुराण चारि वेद पुथि वेदे रामायण पुराण भारत दादा आद्य पर्यंत मध्य हरि सर्वत्र ज्ञान बड़ हुआ कथा जहाँ कले भी से जड़े से होउचंदी निराकार से होउचंदी साकार ताकू भिन्ना भिन्न कले हबनी। बलिया गोटे पदर लिखी अष्टादश युग करी सके जोग साथी भुवन साथी बहुत कथा मन पड़ू जदि मन मत बहुत कह प्रेरणा दौर कि मुझे ମୁଁ ଦଧିବା ମାନଙ୍କୁ ପ୍ରଣାମ କରି କହୁଛି ପ୍ରଭୁ ଅଳ୍ପକେ ଶାନ୍ତ। ତେଣୁ ସେଇ କଥା ଭାଗବତରେ କହୁଛନ୍ତି, ପୂର୍ବ ଅର୍ଜିତ କର୍ମ ଫଳେ गोटे काम करमे करदे मु कहबी मु आसिक कहीदे चली ये सब बाह्य गप या लौकिक कथा ये हबार थिला दधिबामन प्रांगण रे आज आम मुक्त आकाश तले कि कहबार थिला
ସିଏ ନୋଟ ହେଇକିରି ମାନେ ରୁଟିନ ହେଇକିରି ଆମ କପାଳ ଭିତରେ ଲେଖା ହେଇ ରହିଛି। ଆଜି ଏଇଠି ସତ୍ସଙ୍ଗ ଆମେ ମନା କଲେ ବି ଆଉ ଆପଣ ମାନଙ୍କର ଯଦି ପୂର୍ବ ଭାଗ୍ୟ ନଥାନ୍ତା ଆପଣ ମାନେ ମିଲୋଡି କରିଥାନ୍ତେ, ବହୁତ ମତା ଯଦି ଗୀତ ବୋଲିଥାନ୍ତେ, କିନ୍ତୁ ଏ କାର୍ଯ୍ୟ କରିନଥାନ୍ତେ। ଯାହାର ପୂର୍ବ ଭାଗ୍ୟ हजार हजार वर्ष पूर्वे यही केन्दुझर माटी बलिया थिला आपण माने थिले एमती गोटे सत्संग होता से दिन गुड़ाक चलीगला पुणी आउ गोटे जुग आसला पुणी आम से केन्दुझर माटी माटी दधी बाबन आगे बसी आम भल गोटे भल कथा कौन कहूँ जुग कु जुग अच्युत गोटे पद बोलिया भाव विनोदिया भक्त बाबू माने माँ माने टिके कथा भाविले भाव विनोदिया ठाकुर भक्त वत्सल हरि भक्त से कलेब 10 मूर्ति तेज निराकार है भक्त आईले भक्त देह धरिकी जाए मीन आसिले कच्छप आसिले बराह आसिले तार अनेक अर्थ अच्छे किंतु जी आसिले से निराकार केमती जी आम दुख को शुणिले से निराकार केमती तेणु से भागवत कहले जार जे मंत भाव ये तथा आमे आपण पाखु आइलु पुणी आपण पाखु जीवु केमिति से बातटा हमको कहतु परमेश्वर कहले यदि आंकु गोटे देबा तांकु गोटे देबा तांकु गोटे देबा तो 3 जन के बाड़िया बाड़िया लगे जेजे जाइथिला हातू आसला बेले यदि जनक रसगोल्ला आनले 3टी नाती जनक रसगोल्ला बरा
ଆଉ ଜଣ ବି ସିଙ୍ଗଡ଼ା ଆଣିଲେ ସବୁଠୁ ତିନି ବୋହୂଙ୍କ ଭିତରେ ତିନି ନାତିଙ୍କ ଭିତରେ ତିନି ପୁଅଙ୍କ ଭିତରେ ଲାଗିଲା ଗଣ୍ଡଗୋଳ ଆଉ ତମେ କାହିଁକି ପକ୍ଷପାତ କଲ ତାକୁ କଣ ରସଗୋଲା ଆକୁ କଣ ବରା ଆକୁ କଣ ସିଙ୍ଗଡ଼ା ସେଥିପାଇଁ ଗୀତାର ଭକ୍ତି ଯୋଗ ଆପଣ ଦେଖିବେ ଅନପକ୍ଷ ସୂଚିର ଦକ୍ଷ ଉଦାସୀନ ଗତବ୍ୟତା ଆଉ ଗୁଡ଼ା କହିବାନି ଇଏ ସ୍ୱଳ୍ପ ରାଜ୍ୟ ପଣ୍ଡିତଙ୍କ ରାଜ୍ୟରେ ମୁଁ ଗୁଡ଼ା କି ପଣ୍ଡିତ କଣ କହିବି ତେବେ ପରମେଶ୍ୱର ତାଙ୍କୁ ଦେଲେ ଦେବତା ମାନେ କହିଲେ କାଲି ଏ କଥା କହିଥିଲି ପୁଣି ଟିକେ ଖାଲି ମନେ ପକେଇ ଦଉଛି ଦେବତା ମାନେ କହିଲେ ଦଟା କଣ ସେଇଟାକୁ ନେଇ କଣ ଆମେ କରିବୁ ଦ ମାନେ ଦୟା ଆହେ ଦୟାମୟ ବିଶ୍ୱ ବିହାରୀ দয়া হেলে তারপরে কইলে তোর নহিলে করুণা देवता माने देव देवता कहले सूर्य चंद्र अग्नि समुद्र ये तो देवता माने अछंती ये स्थायी देवता किंतु आमे जो मनीष भीतर देवता वर्तमान यदि देवत्व आपण भीतर जागी बोली आपण देवता है बोली तेणु यही देवता कथा कहुच्छी आमे जदि जीव प्रति दया रखा पड़ोशी प्रति दया रखा मो पुओ मो भाई पुओ मो झी मो भाई झी ये भाग आम रखा समस्त को समदृष्टि देखा चेष्टा करवा ताले भगवान तो तुम पाखक आसी पहुंचे तुम कहीं भगवान ये हूँ देवता मानव मानव है सी कहले आम कौन करूँ माने दान कर भागवत केमती कहले मोहरी अर्थे कर्म कर बाबाजी जीवा जंगल को पड़ेगा जहा करुच कर मोहरी अर्थे कर्म कर मोर मानस गुरु श्री श्री ठाकुर निगमानंद प्रतिनिधि बाबा बाया नामाचार्य बाबा बाया पाखे जन भक्त आज पहुंचले से रिटायर हो जाती
पेंशन पाउछंती एवं कि टंका ताको मिलिछि से आसिकरी बायान पाखे कहले मु आपण पाखे रही बाया कहले कहीं तुम घर नहीं कि हाँ घर अच्छी मो पाखे बणिकी कहले मु पुआ को मଣିଷ कली पुआ मत पचारानी झील बाहर कली झील मो पाख आसुनी कि जुआई मत पचारूनी शला तुम्हें पाठ पढ़े सी मो सागर पढ़ सड़ू को भी साहाଯ୍य कली एत लक्ष टका सी टका को फेरौनी एमती गोटी गोटी कहीगली से बाया पाड़ी धरिकी कहले शेषु को आईला आसिल बाया पाख बाया जो तुमको चाहिए एक तुम भावुच बाया बुझे तमें तो एते तमें तो निजे निजक एते कथा कहूच पुओ को पाठ पढ़ेली झील को बाहर कली छड़ा को साहाଯ୍य कली सड़ू को साहाଯ୍य कली एत कथा कहूच बाया तो किसी भी कर केवल नाम व्यतीत मो द्वारा किच जाओ आउ जहा अच्छी से सबको नहीं दान कर आस आउ जहाँ दवा कथा दे आस से पुओ झील को दे आस कि जाति को दे आस सबको छाड़ी सबू कथा को शेष करी बाया पाखक आस एठी नाम करिब प्रसाद पाइब माला धरी भगवान तो नाम जप टंका कौन मत दौरान मुझे गोटे बाया होटेल खोल ना बाया लजिंग कर ये धर्मशाला आपण मान उद्दिष्ट तेणु सज्जन दान कर महादानी कर्ण राजा हरिश्चंद्र भागवतर महादानी शिवी आमे कौन दान करूँ जीवन में मन पकईले क्या जदि 10 टंका देबू 20 जन आगे कहीदेलु बुझल मुझे लोकटी खाया पाइल मुझे 20 टका दे तमें यही भाया जानी जे धर्म आपने करीब से धर्म परे न कहिब इंद्रदुम्नकर उपाख्यान कहले मो ना भी रही नहीं देउल जो नीलमाधवन जो देउल जार बाहु तले कोटि कोटि ब्रह्मांड लुटी रही मुझे देउल कली मो ना कहीं तेणु सज्जन जहा खाई पेट को जहा रखी खंट को भूल बुझेनि ये आमरी ओडिया कथा 4-5 वर्ष मु तरंग टीवी रे कही आमरी कथा आप माने मने पकेले मने पड़िबो आमरी कथा
ଯାହା ରଖିଥିବ ଖଣ୍ଟକୁ। ଜଣେ ବୟସ୍କ ବ୍ୟକ୍ତି କାହାକୁ ଦାନ କରନ୍ତି ନାହିଁ। ଯିଏ କହେ ଆମେ ଗୋଟେ ସ୍କୁଲ କରିବୁ କିଛି ଦାନ ଦିଅ, ନା ନା ମୁଁ ବାହାର ପଇସା। ଆଚ୍ଛା ସ୍କୁଲକୁ ନଦେଲ ଗୋଟେ ଗରିବ ପିଲାଙ୍କର ଖାଇବା ପିଇବା ଭୋଜନ ଆମେ କରିବୁ କିଛି ଦିଅ, ନା ମୁଁ ଆଖି ଶୁଣି ମାନେ 5 ଟଙ୍କା ବି ପାଖରେ ନାହିଁ। ଆଚ୍ଛା ଗୋଟେ ମନ୍ଦିର କରିବୁ, ଗୋଟେ ମନ୍ଦିର ଜୀର୍ଣ୍ଣଶୀର୍ଣ୍ଣ ହେଇଗଲାଣି, ଆଉ ଗୋଟେ ନୂଆ ମନ୍ଦିର ଆମେ କରିବୁ, ଆଉ କିଛି ଦାନ କର, ନା ଜମା ବାଟ 100 ଟଙ୍କା ନାହିଁ ଦାନ ଦେଉଳକୁ କାହିଁ ଦାନ ଦେବୁ। ଏମିତି ହେଇ ହେଇ ବୟସ୍କ ବ୍ୟକ୍ତି ଆହୁରି ବୟସ୍କ ହେଲେ, ଗୋଟେ କୋଣ ଆଳୁ ଫେରୁ ଖାଇଲେ ଝାଡ଼ା ହେଲେ, ତାଙ୍କ ଗୋଡ଼ ହାତ ଆଉ ଚଳିଲା ନାହିଁ, ଖଟ ଉପରେ ଶୋଇଛି ମୁଣ୍ଡ ଖାଲି ଗଡୁଛି। ପୁଅ ବୋଉ ସେ ପାଖରେ ଅଛନ୍ତି, ସେଇ କାନ୍ଥ ସେ ପାଖରେ, କାନ୍ଥ ବି ପୁରା ହେଇନି କାରଣ ପଇସା ଖର୍ଚ୍ଚ ହବ ନା, ପଇସା ଖର୍ଚ୍ଚ ହବ ତ ପୁଣି କାନ୍ଥ ଦିଆହବ। ଦୁଆଇ ଘରେ କାନ୍ଥ ଦିଆ ହେଇନି, ମେଲା ଅଛି। ପୁଅ ବୋହୁ ବସିକିରି କଥାବାର୍ତ୍ତା ହଉଛନ୍ତି। ଏଇ ବୟସ୍କ ଲୋକଟି କାନ ପାରୁଛନ୍ତି, କଣ କଥାବାର୍ତ୍ତା ହଉଛି। ବୋହୁ କହୁଛି ପୁଅକୁ, ବାପା ତ ଆଜି ରାତି ସୁଦ୍ଧା ବୋଧେ ଆଜି ରାତି ପାହେ କି ନ ପାଏ, କାଲି ସକାଳୁ ଝିଅ ଜୁଆଇଁ ନାପି ନେଇ ହବ ଆଜି ମନ୍ଦିରେ। ସେ ଆସିବ ତ ଆଗ ତାଙ୍କ ଅଣ୍ଟାରେ ଥିବା ଚାବିଟାକୁ ନେଇ, ଚାବିଟାକୁ ଫିଟେଇକିରି ସବୁ ଟଙ୍କା ପଇସା ସୁନା ଫୁନା ସବୁ ନେଇ ପଳେଇବେ। ଆଉ ଆମେ ଖାଲି ପୋଡ଼ିବୁ, ବ୍ରାହ୍ମଣ ବୈଷ୍ଣବୀ ଭୋଜନ କରୁ, ଲୋକଙ୍କୁ ଖାଇବାକୁ ଦେବୁ, ସେ 150 ଦେଇଦେଇ ମାନେ ଆମକୁ ମୁକ୍ତି। ତମେ ବର୍ତ୍ତମାନ ଯା ବାପାଙ୍କ ଅଣ୍ଟାରୁ ସେ ଚାବିଟାକୁ ଖୋଲିକି ନେଇ, ତମର କାଳେ ମନେ ରହିବ କି ନାହିଁ କୋଉଠି, ମତେ ଦେଇଦବ, ମୁଁ ତାକୁ କାନରେ ଗଣ୍ଠି କରିବି। ଏକ ପ୍ରାପ୍ତ ବୟସ୍କର ମଣିଷ ସେଇଠି ଭଗବାନ ପ୍ରାର୍ଥନା କଲେ, ହରେ ମୁରାରେ ମଧୁକୈ ତୋହାରେ ଶୋଇକିରି କହୁଛି, ପ୍ରଭୁ ମୁଁ କାନ ଧରୁଛି, ନାକ ମୋଡ଼ି ହଉଛି, ଚଟକଣି ଖାଉଛି, ଜୀବନରେ ବହୁତ ଭୁଲ କଲି ଯୋଉମାନଙ୍କ ପାଇଁ, ଆଜି ସେ ମୋ ଅଣ୍ଟାରୁ ଚାବି ନେଇକିରି ତାଙ୍କ ପାଖରେ ରଖି ମୋ ଧନକୁ ନେଇଯିବେ ବୋଲି ବସିଲେ। ମତେ ପ୍ରଭୁ ଆଉ ବର୍ଷେ 2 ବର୍ଷ ଖାଲି ଟିକେ ବଞ୍ଚ, ମୁଁ ଆଉ ବେଶୀ ମାଗେ, ଗୋଟିଏ ବର୍ଷ ହଉ, ଗୋଟିଏ ବର୍ଷ ମନ୍ଦିର ରଖେ, ମୁଁ ଟିକେ ତୀର୍ଥଭକ୍ତ କରିକି ଆସେ। ମୁଁ କୋଉ ପୁରୀ ବି ଯାଇନି ପ୍ରଭୁ, ମୁଁ ପୁରୀ ବି ଯାଇନି, ମୁଁ ଟିକେ ତୀର୍ଥଭକ୍ତ କରିବି, ଦାନ ଧ୍ୟାନ କରିଦେବି, ସବୁ ଦେଇଦେବି, ମତେ ଗୋଟିଏ ମାସ କି ଗୋଟିଏ ବର୍ଷ ଟିକେ ଆପଣ ବଞ୍ଚା। ଇଏ ଡାକ ଶୁଭିଲା, ये शब्द सुमिति खाली से गीतटी पढ़ुली, शब्द भेद नाद सुभे अनेक
ବଞ୍ଚିବାକୁ ଦିଆହେଲା। ଗୋଟିଏ ବର୍ଷ ତତେ ବଞ୍ଚେଇ ଦିଆହେଲା। ଚାବି ବୁଢାଙ୍କ ଅଣ୍ଟାରେ ଆଉ ନାହିଁ। ସକାଳୁ ବୁଢା ଉଠିକିରି ବସିଲେ, କହିଲେ ଆରେ ମା ଟିକେ ପାଣି ଟିକେ ଦେଲୁ ପିଇବା। ହଁ ବାପା କାଲି ଉଠି ପାରୁନଥିଲା, ଆଜି କଣ ଉଠି ବସିଲଣି ନା ଆଉ କଣ ଶୋଇଥାନ୍ତି? ମୋତେ ଠାକୁର ବଞ୍ଚେଇ ଦେଲେ ଆଉ। ମା ଚୁଡ଼ା ଅଛି? ଚୁଡ଼ା? ହଁ ଚୁଡ଼ା ଯେତେ ଚକଟି ଦେବୁ ଏମିତି ଖାଇଦିଏ। ଚୁଡ଼ା ଗୁଡ଼ ଚକଟିକି ବୁଢା ଖାଇଲେ। ପୁଅକୁ ଡାକିଲେ, ପୁଅ ଆଇଲୁ ଆଇଲୁ, ମୁଁ ଯାଉଛି ଆଜି ପୁରୀ ଯାଉଛି। ନା ବାପା କେବେ ତ ଯାଅ ନା? ଓ କେବେ ଯାଏନି, ଆଜି ଯିବି। ପୁରୀ ଗଲେ, ପୁରୀରୁ ଫେରିଲେ, ମହାପ୍ରସାଦ ଆଣି ସବୁ ବାଣ୍ଟିଲେ। ଆଉ ଗାଁର ମୁରବୀ ମାନଙ୍କୁ ଡାକିକିରି କହିଲେ, ଯୁବକ ମାନଙ୍କୁ ଡାକିକିରି କହିଲେ, ଯେ ପିଲା ତମେ ଗୋଟେ ଡାକ୍ତରଖାନା କାଳେ କରୁଥିଲ, ମୁଁ ଏତିକି ପଇସା ଦେବି। ଆଚ୍ଛା ତମେ ଗୋଟେ ମନ୍ଦିର କରୁଥିଲ, ତମକୁ ଏତିକି ପଇସା ଦେବି। ପୁଅ ସାରୁ ବ୍ୟସ୍ତ ହେଇଗଲା, ବାପା ସବୁ ତ ଦେଇଦବ, ମୋ ପାଇଁ କଣ ରଖିବ? ନା ତୋ ପାଇଁ କିଛି ନାହିଁ, ଲେମ୍ବୁ ଆଉ ଲୁଣ ଏତିକି ତୋ ପାଇଁ ଦେଇଦେବି। ଲେମ୍ବୁଟାରେ ଭିଟାମିନ ସି ଅଛି, ସେଇଆକୁ ଖାଇକି ତୁ ଅଛି। ଆରେ ମୁଁ ଶୁଣିଥିଲି, ଯାହା ଖାଇଥିବ ପେଟକୁ, ଯାହା ରଖିଥିବ ଖଣ୍ଟକୁ, ମୁଁ କାଲି ରାତିରେ ଜାଣିପାରିଛି ତମ କଥାରୁ ମୋ ଅଣ୍ଟାରେ ଚାବି କିଏ ଦେଲା? ବାପା ମୁଁ ନେଇନି। ବୋଉ କହିଲା ମୁଁ ବାପା ଜମା ନେଇନି। ନା ମୋ ଚାବିଟା ଉଡ଼ିକି ପଳେଇଲା। ଯିଏ ମୋ ଚାବିକି ନେଇଛି ମୁଁ ତାରି ପାଖକୁ ଯାଇଛି। ତେଣୁ ସେ ଚାବି ପକେଇକି ଯୋଉମାନଙ୍କ ପାଇଁ ରଖିଥିଲି ସେମାନେ ହେଲେ ଖଣ୍ଟ। ଆଜି ଯୋଉମାନଙ୍କୁ ଦଉଛୁ ସେମାନେ ହଉଛନ୍ତି ସାଧୁ। ସଜ୍ଜନ ଶୁଣିଛି ଦଧିବାମନଙ୍କର ଏକ ନୂତନ ମନ୍ଦିର ତିଆରି ହଉଛି। ତେଣୁ ବଳିଆ ନିବେଦନ କରୁଛି, ଜୀବନର ସମସ୍ତ ପାପ ଅପରାଧ ଦୂରୀଭୂତ ହେବା ପାଇଁ ଆମେ ସମସ୍ତେ ମୁକ୍ତ କଣ୍ଠରେ ଅକୁଣ୍ଠିତ ମନରେ ଦାନ କରିବା। এই দান ধন অর্জনে ধর্ম করি ধর্মে প্রাপ্ত ধর। আচ্ছা আচ্ছা ମୁଁ ଖାଲି କହିଦେଲେ ହବନି। ଆରେ ପିଲା ମୋର କୁନୁ ଭାଇ ଅଛନ୍ତି, ଆମ ଆଗେ ବଳିଆ ତରଫରୁ 500 ଟଙ୍କା ଦେଇଦେଲ, ଆଉ 500 ପଛରେ ପଠେଇ। ମୁଁ ଆଇଛି ଗସ୍ତ, 500 ଟଙ୍କା ମନ୍ଦିର କମିଟିକି ଦେଇଛି। ଆଉ ଆପଣମାନେ ସମସ୍ତେ ସାହାଯ୍ୟ କରିବେ, ମୁଁ ପୁଣି ଦର୍ଶନକୁ ଆସିବି। ତେଣୁ ସଜ୍ଜନ ଧନ ଅର୍ଜନି ଧର୍ମ କରି ସମୟ ଦାନ, ଶ୍ରମ ଦାନ, ଦଧିଚି ନା ଆଉ ତାକୁ ବଢେଇଲାନି। ଆଚ୍ଛା ଆଉ ଗୋଟେ ଦ ପାଖକୁ, ଆଉ ଗୋଟେ ଦ। ରାକ୍ଷସ ମାନେ କହିଲେ ପ୍ରଭୁ ଆମର କଣ ନା ଦ ମାନେ ଦମନ। କାହାକୁ ଦମନ କରିବୁ ପ୍ରଭୁ? ଇନ୍ଦ୍ରିୟ ମାନଙ୍କୁ ସଂଯମ କରିବା ଦମନ। ଇନ୍ଦ୍ରିୟ ମାନଙ୍କୁ ଦମନ କର। ଗୀତାରେ ଲେଖା ଅଛି, ଦହି ଶତ୍ରୁ ମହାବାହୁ କାମ ରୂପମ ପୁରାଧରମ। ଏ କାମ ରୂପକ ଶତ୍ରୁକୁ ଦମନ କର। ତେଣୁ ବଳିଆ ଦେଲା, ଆପଣମାନେ ଦେବେ, ସମସ୍ତେ ଦେବେ। ଆଉ ତେଣୁ ସଜ୍ଜନ
ଇଏ ହଉଛି କଥା। ମୁଁ ଦାନୀ ନୁହଁ, ମୁଁ ଯାହା ଦେଇଛି ଆପଣମାନଙ୍କ ଦାନକୁ ଦାନ କରିବେ, ମାନେ ପରଧନରେ ମଙ୍ଗଳବାର। ମୋର କ'ଣ ଅଛି, ମୁଁ କ'ଣ କଣ୍ଟ୍ରାକ୍ଟର ନା ମୁଁ କୋଉ ପେନ୍ସନ୍ ଆଉ କ'ଣ? ଆଚ୍ଛା, ଆମେ କଥା ଆଉ ବଢ଼େଇବାନି। ଯେଉଁ କଥାଟି କହିବା ପାଇଁ କାଲି ଭୁଲି ଯାଇଥିଲି, ଆଜି ହୁଏତ କରିବା ମନ ଶୀଘ୍ର କରନ୍ତୁ। ମୁଁ ଆଉ କଥା କହିବାକୁ ଆସିବିନି, ଏଇ ବାଟେ ଯିବି, ସାର୍ଙ୍କ ଘରେ ଟିକେ ରହିବି। କୋଉ ସାର୍ ତା ନାଁଟି କ'ଣ ମନେ ଅଛି? ଲକ୍ଷ୍ମୀ ସାର୍ଙ୍କ ରହିବି। ଏ ଦଧିବାମନକୁ ନୂତନ ମନ୍ଦିରରେ ଦର୍ଶନ କରି ଭୋଗ ଟିକେ କରି। ତେଣୁ ସଜ୍ଜନ, ଆପଣମାନେ ସମସ୍ତେ ମାନସିକ ସ୍ତରରେ ପ୍ରସ୍ତୁତ। ଇଏ ହଉଛି ଦଧିବାମନଙ୍କର ଶବ୍ଦର ପ୍ରଥମ ଅକ୍ଷର ଦ। ଆହୁରି ଅନେକ ଅର୍ଥ ଅଛି, କିନ୍ତୁ ଆଉ କହିବାକୁ ସମୟ ନାହିଁ। ତେବେ ଧୀଟି କ'ଣ? ଧି, ଦ, ଧି। ଧି କହିଲେ ବୁଦ୍ଧି। ବାପାଙ୍କ କୋଳରେ ସୁରୁଚି ମା ଆସି ତାଙ୍କୁ ଉଠେଇ ଦେଲେ। ଧ୍ରୁବ କାନ୍ଦି କାନ୍ଦିକିରି ଚାଲିଗଲେ ତାଙ୍କ ନିଜ ଜନ୍ମିତା ମା ପାଖକୁ। ମା କହିଲେ, ବାପା ତୁ କାନ୍ଦୁଛୁ କାହିଁକି? ନା, ମୁଁ ବାପାଙ୍କ କୋଳରେ ବହିଥିଲି। ମା, ମୋର କ'ଣ ଅଧିକାର ନାହିଁ ମୁଁ ବାପାଙ୍କ କୋଳରେ ଟିକେ ବସିବା ପାଇଁ? ନା, ହଁ। କିଏ ମନା କଲା? ନା, ଶୁଣିକି ମା ମତେ ଉଠେଇଦେଲେ, ହସିଦେଲେ, ମୁଣ୍ଡ ଆଉଁସି କହିଲେ, ବାପା ସେ ପରା ମା। ତେଣୁ ମା ସବୁବେଳେ ମା। ମାତୃକୃପା ହେଲେ ପିତାଙ୍କୁ ओडिशार उत्कल भारत के माँ तारिणी आमे जन्म ही कहार गर्भरु मार गर्भरु आमको बंचई किए प्रकृति रूपिणी माँ गोमाता क्षीर मातृस्तन क्षीर किंतु आज ଆଉ ଗୋଟେ ପଦ ପଢୁଛି वहे बुढ़ा
गंगा को कहते माँ ये युद्ध क्षेत्र में पशि कौन करुच मुझे जगह को सफाई करुच्ची बापा कहीं तू बुढ़ा ही बोलो तू रक्ताक्त ही जाई तोर शरीर क्षत विक्षत हो गला टिके विश्राम नहीं पालो तू यही विश्राम न मु जाऊची मु ये जगह टिके सफा करी देई वाली तू यही विश्राम माँ तुम्हें मम अतारो सुनीति माँ ही शक्ति को नहीं वो को बुझे नारायण भरण नारायण किए माँ से कहे नारायण सब जल स्थल वन गिरी आकाश सब ये कौन धी शक्ति जने साधु गछ मूल बसी खरा दिन टे गछ मूले आश्रय नहीं शिकारी आसी गोटे स्वर मारी गोटे पक्षी मरिकी पड़ी तले तार दुईटी छुआ सी माँ बंची बोली भावी माँ पाखक चली आसुंच पुणी उड़िक डाल को पड़ो पुणी माँ मुह पाखे मुह दे ठंट दे पुणी पड़ो साधु देखुंट गोटे छुआ दीटा ये जंत्रणा को साधु उपभोग कर माने भावुच ये बेले आउ गोटे अन्य जातीय काऊ काऊ जे पक्षी सी किंतु तार भी मन अच्छी तार भीतर भी धी शक्ति अच्छी बुद्धि अच्छी आमे बुझी पारमु सी आसिकी खंटरे जो आहार आणिकी सी छोटिया छोटिया छुआ दीटा को खाइबा को देला मृत माँ पक्षी मरीगला सिना ताकू बंचेवा पई आउ गोटे पक्षी ताकू साहाय्य कला साधु से भी कहले विश्व पछे डूबी जाऊ हे जदि लीला लागी सृष्टि विधि करियो हे
साधु कहले प्रभु तुम एते मंगलमय तुम्हारी करो जीवन बंचब ना छुआ दीटा तार आहार खोजुंट आउ गोटे पक्षीर हृदय रही खाइबा उड़े तेणु मु साधु मु कि प्रकार साधु मु तो एभली त्याग भी जीवन करना तेणु सज्जन जीवनर जेते कलुषकारी नीतिदार पादे क्लांति लगे तेरे सज्जन 5 दिन 7 दिन 9 दिन जो कथा हुए जो सबुदिन गोटे गोटे प्रकार कथा कही मन आत्मसंतोष एवं कि गोटे दिन यथेष 2 दिन कहया मत भल तेरे सज्जन आसीला बलिया आपण सदार निमंत्रण पुणी फेरीज पुणी केतबले दधिबामन इच्छा हेले से पुणी मत तार दर्शन पाए तेरे धी शक्ति होती से धी शक्ति तो आउ दुकान बजार नहीं से धी शक्ति तो आमरी मस्तक भितर अच्छी धी दशरत्नाकर को बल्मी कला किए धी पदामूल को उद्धार कले किए धी मत पाठ पढ़ी मनित कले किए धी धी कहले धीर धी कहले पंडित धी बा कहले विश्वास धोरे बाई निजुको धौत करिबा निजुको जानिबा मद पीवा नहीं गुटुका खाइबा नहीं
परिवार में अशांति सृष्टि करवा नहीं, छुरी धरवा नहीं, मद बोतल धरवा नहीं, किंबा बमिंग करवा नहीं, हम बाण फुटेगा अल्प परिवेश दूषित हो। तेणु आम मनीष पाठ पढ़ीचु ये भल मनीष होकरी सब जाक मंद काम करुचु। तेणु ही शक्तिर बुद्धि हो दधि बा कले निश्वास तमें जिते भूल कर निश्वास जिते बंद हो सैला बाई चढ़े कालिया कथा काली गाई थारू कहले मन सुमन कुमन अमन विमन यही मन सीना चतुर्धा मूर्तिरे मूरमती मन को ओल्टे दियो नम्र नम्रता गुण शिखिले आम मन को माने जिनिबा ना चंचल मन आम कौन करवा बर्तमान बाण बर्तमान कहलानी तू कौन एमती बाण फुटू मुझे चुपिकी थी मु बर्तमान फुटबी तू बर्तमान जा तू मोर कथा साइली तेणु कथा हूँ दधि बाम न नम्रता नमयी नृसिंह नमस्कार करो गुरु को नमस्कार पिता माता को नमस्कार करो माँ धरित्री को नमस्कार करो नमस्कार प्रिय भान तेणु सज्जन जो मनीष नमस्कार टे आजिकल को नमस्कार हाथ एमती जोड़िया कौन हो ये दी हाथ चलुना जी पारालीसीस ये किए कौन क्या उठे पड़े नमस्ते अरे ये गुड़ा की कथा अरे ये नमस्कार करिबो ना आ नमस्ते आउ के तो करे किए से नमस्कार भगवान करिबो हेलो हेलो ओके 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 गुड मॉर्निंग गुड नाइट गुड अरे यही थेर सब संस्कृति गणाई ओ केन्दुझर संस्कृति ये केन्दुझर जतबेले कौन केन्दुपत्र विप्लव बढ़िया जोग देइथिला आम केन्दुझर सबुज साक्षर से विप्लव बेले बढ़िया थिला जिलापाल को बढ़िया कौ जगह कही देवबंध देवबंधरे एक विशाल सभा कलेक्टर को कही केन्दुझर कपूर केली
କେନ୍ଦୁଝରର କପୁର କେଳି, କେନ୍ଦୁଝରର କଣ୍ଢେଇ ନାଚ, ଆଉ କେନ୍ଦୁଝରର ବଳଦେବ, କେନ୍ଦୁଝରର ବେଲ, ହଁ କି ପତ୍ର କହିଲି, କେନ୍ଦୁପତ୍ର, ଇଏ ଓଡ଼ିଶାରେ ଆଉ କୋଉଠି ନାହିଁ। ଆପଣ ଏମାନଙ୍କୁ ପିଲାମାନଙ୍କୁ ପାଠ ପଢ଼ାନ୍ତୁ। ତେବେ ଯାହା ହଉ ବାଣ କହିଲା ତୁ ଯା ଶୀଘ୍ର ଗଲେ ମୁଁ ଉଠିବି, ତେଣୁ ବର୍ତ୍ତମାନ ମୁଁ ଉଠିବି। ଆଉ ଆପଣମାନଙ୍କୁ ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଦଉଛି। ନର ନାରାୟଣ ମାନଙ୍କୁ ନମସ୍କାର କରୁଛି। ଦଧିମା ମାନଙ୍କ ପାଦ ତଳେ ନିଜକୁ ସମର୍ପଣ କରି ଆପଣମାନଙ୍କର ମୁକ୍ତି କାମ ଶାନ୍ତି କାମନା କରୁଛି ଏବଂ ସବୁଠାରୁ ବଡ଼ କାମନା କରୁଛି ଇଏ ନୂଆ ମନ୍ଦିରଟି କେମିତି ସୁନ୍ଦର ଭାବରେ ହବ। ସେଥିପାଇଁ ଏଇଠି ମନେ ମନେ ପ୍ରତିଜ୍ଞା କରିକିରି ଯାଆନ୍ତୁ। ଯେତେ ଶୀଘ୍ର ସରିବ ଅଧମା ଆସିବ ଦର୍ଶନ, ଆଉ କହିବାକୁ ମୋତେ ବାଧ୍ୟ କରିବେ ନାହିଁ ଦର୍ଶନକୁ ଆସିବେ। ଶେଷରେ ଶ୍ରୀ ଜଗନ୍ନାଥଙ୍କ ପାଦ ତଳେ ଦଧିମାମାନଙ୍କ ପାଦ ତଳେ ନିଜକୁ ସମର୍ପଣ କରି କଥାକୁ ବିଶ୍ରାମ ଦଉଛି। ବଳଭଦ୍ର ଜଗନ୍ନାଥ